ಅಲೆ ಕಾಲ್ ಅಲ್ಲ ಅಲೆ ತಿಲ್ಲೋದು ಕಾಯಿಗಿ ସାଙ୍ଗମାନେ ଉତ୍କଳ କାର୍ଟୁନର ଏବେ 10 ମିଲିୟନ ସବସ୍କ୍ରାଇବର ହେଇସାରିଛି। ଏଇଟା ଗୋଟେ ଅବିଶ୍ୱାସନୀୟ ସଫଳତା। ଓଡିଶାର ପ୍ରଥମ ଆନିମେସନ ଏବଂ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ଯାହାକି 10 ମିଲିୟନ ସବସ୍କ୍ରାଇବର ହେଇଯାଇଛି। ಅಲೆ ಥತ್ಕಾಯಿ ಬಲ್ ನುଆಲೆ ନଟି ଆମ ପରିବାରର ଅଂଶ ହେଇଥାନ୍ତି। ଆଉ ଏଇଟା କେବଳ ସମ୍ଭବ ହେଇପାରିଛି ଓଲିଥା ବାହାରେ ରହୁଥିବା ପ୍ରିୟ ଓଲିଆ ଭାଇ ଭଉଣୀ ମାନଙ୍କ ପାଇଁ। ଠିକ କହିଛୁ କିନ୍ତୁ ଆପଣ ମାନେ ଆମ ଚ୍ୟାନେଲ କୁ ଏତେ ମାତ୍ରାରେ ଭଲ ପାଇବା ଓ ସପୋର୍ଟ କରିଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ। ଏଥିରୁ ଜଣା ପଡୁଛି ଆପଣ ମାନେ ଆମ କାମ ଆଉ କାର୍ଟୁନ ଆନିମେସନ କୁ କେତେ ଭଲ ପାଆନ୍ତି। ଏମିତି ଆପଣ ମାନଙ୍କର ସହଯୋଗ ଆଉ ଶୁଭେଚ୍ଛା ପାଇ ଆମେ ଆଗକୁ ଆହୁରି ଭଲ କାମ କରିବାକୁ ଚେଷ୍ଟା କରିବୁ। ଆରେ ଆରେ ଏବେ ତ 10 ମିଲିୟନ ସବସ୍କ୍ରାଇବର ହେଇଛନ୍ତି। ଆଗକୁ ଦେଖିବ 10 ରୁ 11 ରୁ 12 ମିଲିୟନ ସବସ୍କ୍ରାଇବର ବି ପହଞ୍ଚି ଯିବ। ଠିକ କହିଲେ ଚନ୍ଦୁ, ଏଇଟା ତ ମାତ୍ର ଆରମ୍ଭ। ଆରେ ପିଲେ 10 ମିଲିୟନ ସବସ୍କ୍ରାଇବର ଆମେ କେତେ ଲକ୍ଷ? 1 ନା 2? ଆରେ ଲକ୍ଷ ନୁହଁ କି 2 ଲକ୍ଷ ନୁହେଁ, ଆଉ କେତେ? 10 ଲକ୍ଷ। 10 ଲକ୍ଷ ବି ନୁହଁ, 1 କୋଟି ବଂଶୀ ଭାଇ 1 କୋଟି ସବସ୍କ୍ରାଇବର ହେଲେଣି। ବେକାରିଆ କଥା ଗୁଡା କହୁଛୁ। ଗୋଟେ କୋଟି ଯେତେ ଲୋକ ଆମ ଚ୍ୟାନେଲ ସହିତ ଯୋଡି ହେଲେଣି, ମତେ କାହିଁକି ବିଶ୍ୱାସ ହଉନାହିଁ। ଇଏ ନ ଦେଖିଲା ଲୋକ ଦେଖ ଦାଦି। ଦାଦି ତତେ କୋଉ କଥାଟା ବିଶ୍ୱାସ ହୁଏ କି? ତୋର ତ ଖାଲି ବିଲ ଦୋକାନ ଟଙ୍କାରେ ମନ। ଏତେ ଲୋକ ଆମକୁ ଭଲ ପାଆନ୍ତି ବୋଲି ମୁଁ ବି କେବେ ଭାବି ନଥିଲି ମ। ଆରେ ତତେ କିଏ କାହିଁକି ଭଲ ପାଇବ? ତୋ ଉପରେ ଆଉ ଡମ୍ବୁର ଭାଇ ଉପରେ ପରା ଆମ ସବସ୍କ୍ରାଇବର ମାନେ ରାଗିଛନ୍ତି। ଆମ ଉପରେ କାହିଁ ରାଗି ହେବା? ଆମେ ତ ଖାଲି ଅଭିନୟ କରୁଛୁ। ଆମେ କଣ ଏତେ ଖରାପ ନାଇଁ କିରେ ମାଦିଆ? ଆମର ପୁରା କେତେ ଫ୍ୟାନ। ହଁ ଭା ମୋର ବା ବହୁତ ଫ୍ୟାନ ଅଛନ୍ତି। ମୁଁ ଷ୍ଟେଜରେ ପ୍ରୋଗ୍ରାମ କଲା ବେଳେ ମତେ କହୁଛନ୍ତି ମାଦିଆ ଡାଇଲଗ କି କଥା। ତମମାନଙ୍କର କେତେ ଫ୍ୟାନ୍ସ ମତେ ଭଲ ଭାବରେ ଜଣା ଅଛି। ହେଲେ ଆଜି ଆମେ ମାନେ ଏକ ସଫଳତାର ସିଢି ଚଢିଛେ କେବଳ ଆମ ସବସ୍କ୍ରାଇବର ମାନଙ୍କ ପାଇଁ। ସେଇଥିପାଇଁ ମୋ ଓଡିଶାର ଭାଇ ଓ ଭଉଣୀ ଏଇଟା ମୁଁ କହିବି ହେଲା। ସେଇଥିପାଇଁ ଆମ ଓଲିତାଲ ଭାଇ ଓ ଭଉଣୀ ମାନଙ୍କୁ ମୋର ହାତ ଭିତରୁ ବହୁତ ବହୁତ ଧନ୍ୟବାଦ। ଇଏ ମଲା ମୋର ଏଇ ଏକୁଟିଆ ସବୁ ସେଲିବ୍ରେଟ କରିଦବ ଭାବିଛ ବୋଧେ। ହେଇଟି ଆମକୁ ଭୁଲି ଯାଉଛ। ନେଉଳ ଆଉ ଡାଙ୍ଗ ଆମକୁ ଯାଇକି କହିଲେ ବୋଲି ଆମେ ଜାଣିଲୁ ନା। ଇରେ ବାଚ୍ଚା ସମସ୍ତଙ୍କୁ କହିଲି, ହେଲେ ମୋ ଟେରିକୁ କହିବାକୁ ଭୁଲିଗଲି। କଣ କହିବି? ଦୁଃଖ ତ ଭାଗ୍ୟର ଲେଖା। ଆଉ ଆରେ ତୁ ଚିନ୍ତା କରେନି, ଟେରି ଆମ ସହିତ ଅଛି। 10 କିଲିଆ ପୋଡଟେ ଧରିକି ଆସ। 10 ମିଲିୟନ ସବସ୍କ୍ରାଇବର ହେବା ଖୁସିରେ ଆମେ ସମସ୍ତେ ସେଲିବ୍ରେସନ କରିବା। ଭାରି ମଜା ହବ। କଣ ହେଲା? କଣ କହିଲୁ? ପୋଡ ନେବି? ପଇସା ଦବ ଯଦି ଦେବି, ନହେଲେ ନାଇଁ ରେ ବାପା, ଦେଇପାରିବି ନାହିଁ। ସେ 10 ମିଲିୟନ ହଉ କି 20 ମିଲିୟନ। କଣ ହେଲା? ଛେନା ପଡ ବଢିଆ ହେଲା। ଡାଙ୍ଗ ଭାଇ ତୋ ଭାଗ ମତେ ଦେଇଦବୁ ହେଲା। ଆମ ମୁଣ୍ଡ କିଛି କାମ କରନି। ଆଉ ତତେ କାହିଁକି ଦେବି ବା? ତୁ କିଏ କି? ଏଇଠି ଅନେଇଲୁ, ଏଠି ଯଦି କିଛି କାଣ୍ଡ କରିବୁ ପିଛୁଆତରେ ପିଟି ପିଟି ଘରକୁ ନେବି, ବୁଝିଲୁ? ଲୋକଙ୍କୁ ଏଇ ଭଲ ପାଇବା ପାଇଁ କି ମାଡ ମୁଁ ନ ଖାଇଛି। କେବେ ଶୁଳିରେ ଚଢି ତ ଯାଇଛି, କେବେ ନିଆଁରେ ପୋଡି ହୋଇ ବି ଯାଇଛି। ଆଉ ଆରେ ବାଘା ସବୁ କହିଲେ ରାତି ପାଇଯିବ। ମୋର ବି ତ ଲାଞ୍ଚ କଟି ଯାଇଛି ନା। ଏଇ ଦେଖୁନୁ ଦେଖ, ଫେବିକ୍ୱିକ ଲଗେଇକି ଆଣିଛି ପୁରା। ଟାରେଟା ତମର କିଛି ମନେ ପଡୁନି? ଆଉ ସବୁ ସେଇ ଟୁଆ ଟୁଇଙ୍କ ପାଇଁ ଆମକୁ କେତେ ହଇରାଣ କରୁଛନ୍ତି। କଣ ଆମକୁ ମନେ ପକେଇଲ କି? ସେ ଯାହା ବି ହଉ, ଆଗ ଆମ ସବସ୍କ୍ରାଇବର ମାନଙ୍କୁ ଧନ୍ୟବାଦ ତ ଦିଅ। ଖାଲି ସବସ୍କ୍ରାଇବର ମାନଙ୍କୁ ନୁହେଁ, ଯେଉଁମାନେ ଆମକୁ ସବସ୍କ୍ରାଇବ ନ କରି ବି ଭିଡିଓ ଦେଖୁଛନ୍ତି ସେମାନଙ୍କୁ ବି ଅଶେଷ ଅଶେଷ ଧନ୍ୟବାଦ। ହଉ ଏବେ ତାହେଲେ ପୋଡ କାଟିକି ସେଲିବ୍ରେଟ କରିବା। କଣ ସମସ୍ତେ ଆମକୁ ଭୁଲିଗଲ ତାହେଲେ? କଣ ନଟିଆ ତୁ? ନାଇଁ ସାର୍, ମୁଁ ତ ଆପଣଙ୍କୁ ହିଁ ଅପେକ୍ଷା କରିଥିଲି। ଆପଣଙ୍କ ବିନା ଆମ ସେଲିବ୍ରେସନ କଣ ସମ୍ଭବ?
ସାରଙ୍କ ସାଙ୍ଗରେ ବି ଥଟ୍ଟା ଲାଗୁଛୁ ସତରେ ତୋର କଥାବାର୍ତ୍ତା ଠିକ ରହୁନି ଆଉ ସରି ବାବା ସରି ଓହୋ ଆଜି ବି ପିଲାଟାକୁ ଗାଳି କରିବ ନା କଣ? ଓ ମାଇ ଗଡ୍ ଏତେ ସବସ୍କ୍ରାଇବର ରଣ ହେଲେ ଆମେ ଏପର୍ଯ୍ୟନ୍ତ ଧନୀ ହେଇପାରିଲେନି। ଓହୋ ଧନୀ ତ ହବା, ଆମେ ନିଶ୍ଚୟ ଧନୀ ହବା, କିନ୍ତୁ ସେ ନଟି ଆଉ ନବ ସବୁବେଳେ ମୋ ବାଟରେ ଆସୁଛନ୍ତି, ନହେଲେ ଏଥର ମୁଁ ରାଜାଙ୍କ ଖୋଜାନା ଖୋଜିବାକୁ ଯିବି। ହଉ ଏତେ ଆଉ ସପନ ଦେଖ ରେ ପୁଅ, ଆଣରେ ପୋଡଟା କାଟିକି ସେଲିବ୍ରେସନ କରିବା। ହଁ ହଁ ବାପା 10 କେଜିଆ ଛେନାପୋଡ କରିଛନ୍ତି, ଏଇ ସାଙ୍ଗେ ସାଙ୍ଗେ ମୁଁ ଆଣୁଛି। ପୋଡ ଖାଇଲେ ଚାଲେ ପଳେଇବା, ନହେଲେ ଏଇନା ପୋଡ ପଇସା ମାଗିବେ। ହଁ ହଁ ଚାଲ ଚାଲ ଚାଲ, ବଢିଆ କଥାଟା କହିଛ। ସେଇ ପୋଡ କଥା ଗାଁ ଲୋକ ବୁଝିବେ, ଆମର କଣ ଅଛି। ହଁ ହଁ ଚାଲ ଚାଲ। ଆରେ ମୋ ପୋଡ ପଇସା କିଏ ସେ ଦବ? ଆରେ ମତେ ଏମାନେ ଠକିଦେଲେ ରେ। ହଉ ଠିକ ଅଛି, ଏ ପଇସା ମୁଁ ମୋ ପୁଅ ସୁକୁଟା ଛୁଟା ଆଦାୟ କରିଦେବି। ହେ ବାପା, ଆଉ ତମେ ଯୋଉମାନେ ସବସ୍କ୍ରାଇବ କରୁଛ ତମକୁ ବି ମୋ ତରଫରୁ ବହୁତ ବହୁତ ଧନ୍ୟବାଦ ରେ।